ଜଗନ୍ନାଥ ଓଡ଼ିଶାବାସୀ, ଆଜି ଜାନୁଆରୀ 8 ତାରିଖ ବୁଧବାର 10ଟି ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ୍ ଉପରେ ନଜର ପକାଇବା। ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ ନିଶ୍ଚିତ ଭାବରେ କରିବେ। ଚାଲନ୍ତୁ ଆଜି ସକାଳ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ଏଚ୍ଏମ୍ପିଭି ଭୂତାଣୁ ନେଇ ପରାମର୍ଶ ଜାରି କଲେ ରାଜ୍ୟ ସରକାର। କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ୍ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ୍ ମହାମାରୀର ପ୍ରାୟ 5 ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରାମକ ଭୂତାଣୁ ଭାରତରେ ପଶିଛି। ଏହି ଭୂତାଣୁ ପାଇଁ କର୍ଣ୍ଣାଟକରୁ 2 ଜଣ ଏବଂ ଅହମ୍ମଦାବାଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାହା ସହିତ କୋଲକାତାରେ 6 ମାସର ଶିଶୁ ଶରୀରରେ ଏଚ୍ଏମ୍ପିଭି ଚିହ୍ନଟ ହୋଇଛି। ଏହି ମହାମାରୀର ମୁକାବିଲା କରିବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି। ପରବର୍ତ୍ତୀ ଖବର, ଆସନ୍ତା ଫେବୃଆରୀ 9 ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିବାରାତ୍ର ମ୍ୟାଚ୍। ଏଥିପାଇଁ 15 ଦିନ ହେଲା ବାରବାଟୀରେ ଚାଲିଛି ଜୋରସୋର ପ୍ରସ୍ତୁତି। 2 ବର୍ଷ 8 ମାସ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଆନ୍ତର୍ଜାତୀୟ ମ୍ୟାଚ୍। ଶେଷ ଥର ପାଇଁ 12 ଜୁନ୍ 2022ରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ଟି-20 ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚ୍ ପାଇଁ 80 ଟିକେଟ୍ ଦାମ ଘୋଷଣା କରିସାରିଥିବା ବେଳେ ଏଥର 44,000 ଦର୍ଶକ ଖେଳ ଉପଭୋଗ କରିବେ। ପରବର୍ତ୍ତୀ ଖବର, ଅନୁକମ୍ପା ଉପରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। ସ୍ୱାମୀର ମୃତ୍ୟୁ ପରେ ଚାକିରି ପାଇଥିବା ବୋହୂ ଶାଶୁକୁ ଦେବ ଗୁଜୁରାଣ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ରାୟ ଅନୁଯାୟୀ ଯେଉଁ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ଅନୁକମ୍ପା କାରଣରୁ ଚାକିରି ପାଆନ୍ତି ତାଙ୍କୁ ତାଙ୍କ ଶାଶୁଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଦେବାକୁ ପଡ଼ିପାରେ, ଯେଉଁଥିରେ ମହିଳାଙ୍କୁ ତାଙ୍କ ଶାଶୁଙ୍କୁ ପ୍ରତି ମାସରେ 10,000 ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର, ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କଲେ ମମତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଓଡ଼ିଶାକୁ ଦେଇଛନ୍ତି ଆଳୁ ଝଟକା। ଫଳରେ ରାଜ୍ୟର ବିଭିନ୍ନ ବଜାରରେ ଆଳୁ ଦର ବୃଦ୍ଧି ପାଇଛି। ଉତ୍ତର ପ୍ରଦେଶରୁ ଆସୁଥିଲେ ମଧ୍ୟ ସେଠାରୁ ଆଳୁ ପହଞ୍ଚିବାରେ ବିଳମ୍ବ ହେବା ସହ ପରିବହନ ଖର୍ଚ୍ଚ ଅଧିକ ଦେବାକୁ ପଡ଼ୁଛି। ଉତ୍ତର ପ୍ରଦେଶ ଆଳୁ କ୍ୱିଣ୍ଟାଲ ପିଛା 2,400 ଏବଂ ପଶ୍ଚିମବଙ୍ଗ ଆଳୁ କ୍ୱିଣ୍ଟାଲ ପିଛା 2,500 ଟଙ୍କା ରହିଛି। ପାଇକାରୀ ମୂଲ୍ୟ 24ରୁ 25 ଟଙ୍କା ଥିବାବେଳେ ଖୁଚୁରାରେ ଆଳୁ କିଲୋଗ୍ରାମ 40 ଟଙ୍କାରେ ବିକ୍ରି ହେଉଛି। ପରବର୍ତ୍ତୀ ଖବର, ଡବଲ ଡେକର ବସ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ସହରାଞ୍ଚଳ ଜନପରିବହନକୁ ସୁଦୃଢ଼ କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଏନେଇ ମୋ ବସ୍ ଡିପୋରେ 40ଟି ଇ-ବସ୍ ଶୁଭାରମ୍ଭ କରିଛନ୍ତି। ଏହି ବସ୍ ସେବା ଦ୍ୱାରା ବହୁମାତ୍ରାରେ କାର୍ବନ ହ୍ରାସ, ଟ୍ରାଫିକ୍ ସମସ୍ୟାକୁ ଦୂର କରିବାରେ ସହାୟକ ହେବା ସହିତ ପର୍ଯ୍ୟଟକମାନଙ୍କ ସହ ଯାତାୟାତକୁ ବିଶେଷ ଲାଭ ହେବ। ପରବର୍ତ୍ତୀ ଖବର, ନେପାଳରେ ଭୟଙ୍କର ଭୂକମ୍ପ, କୋଠା ଭୁଶୁଡ଼ି 53 ମୃତ, 35 ଆହତ। ଏହି ଭୂକମ୍ପରେ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ମିଳିଛି। ତିବ୍ବତରେ ସକାଳେ ଘଟିଥିବା 3ଟି ଶକ୍ତିଶାଳୀ ଭୂକମ୍ପ ଚାଇନା, ନେପାଳ, ଭାରତ ଓ ବାଂଲାଦେଶକୁ ଥରାଇ ଦେଇଛି। ଏହାର ତୀବ୍ରତା 7.1 ଥିଲା। ପରବର୍ତ୍ତୀ ଖବର, ଫେବୃଆରୀ 5ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଏବଂ 8ରେ ଗଣତି। ସମସ୍ତ 70ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡ଼ିବ। ନିର୍ବାଚନ କମିଶନରଙ୍କ ସୂଚନା ମୁତାବକ ଏଥର 1,55,00,000 ଭୋଟର ଦିଲ୍ଲୀ ସରକାର ବାଛିବାକୁ ଭୋଟ୍ ଦେବେ। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ମୁଖ୍ୟ ଭାବେ ଆପ୍, ବିଜେପି ଏବଂ କଂଗ୍ରେସ ରେସ୍ରେ ଅଛନ୍ତି। ପରବର୍ତ୍ତୀ ଖବର, ଟ୍ରକ୍ ଧକ୍କାରେ ପୁଅ ମୃତ, ବାପା ମା ଗୁରୁତର। ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅରୁଣପୁର ଗାଁ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଧକ୍କାରେ ଜଣେ 9 ବର୍ଷର ବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ମା ଗୁରୁତର ହୋଇଛନ୍ତି। ପରବର୍ତ୍ତୀ ଖବର, ବିଦାୟ ପୂର୍ବରୁ ବାଇଡେନଙ୍କ ବଡ଼ ନିଷ୍ପତ୍ତି। ଭାରତ ଉପରେ ଥିବା ପ୍ରତିବନ୍ଧକ ହଟାଇବାକୁ କଲେ ଯୋଜନା। ପରମାଣୁ ପ୍ରତିବନ୍ଧ ଲଗାଇଥିବା ଆମେରିକା ଏବେ ସେହି ପ୍ରତିବନ୍ଧକ ହଟାଇବାକୁ ଯାଉଛି। ଏମିତି ହେଲେ ଭାରତର ବଡ଼ କୂଟନୈତିକ ବିଜୟ ହେବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ଓ ଶେଷ ଖବର, ପ୍ରେମରେ ବିଫଳ ହୋଇ ବୈତରଣୀ ନଦୀକୁ ଡେଇଁଲେ ନାବାଳକ ଛାତ୍ର। ଏହି ନାବାଳକ ଛାତ୍ର ଜଣକ ଯେଉଁ ନାବାଳିକା ଛାତ୍ରୀଙ୍କୁ ଭଲ ପାଉଥିଲେ, ସେହି ଛାତ୍ରୀ ଜଣକ ତାଙ୍କୁ ଛାଡ଼ି ଅନ୍ୟ ଜଣଙ୍କୁ ଭଲ ପାଇ ବସିଥିବା ଜାଣି ଛାତ୍ର ଜଣକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ପୋଲିସକୁ ସୂଚନା ମିଳିଛି।